ଆପଣଙ୍କୁ ବାସ୍ତବ ପ୍ରାର୍ଥନାକୁ ଅନେକ ଅନେକ ସ୍ୱାଗତ। ଆପଣ ପୁରୀ ଶ୍ରୀମନ୍ଦିର ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରେଷ୍ଠ ଦଇତାପତି ଭିତରେ ଅଗ୍ରଗଣ୍ୟ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମହୋଦୟ। ଏହି ମନ୍ଦିର ଭିତରେ ବହୁତ ରହସ୍ୟ ରହିଛି, ଯାହାକି ଆଜି ପର୍ଯ୍ୟନ୍ତ ଏ ଜନମାନସରେ ଜଣାପଡ଼ୁନାହିଁ। ପ୍ରଥମେ ଆମେ ଆସିବା ଯେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ବିଷୟରେ। ଶ୍ରୀମନ୍ଦିରର ମୁଖ୍ୟତଃ ଆମର ଚାରି ବେଦ, ଚାରି ଧର୍ମ, ଚାରିକି ନେଇକରି ଶ୍ରୀମନ୍ଦିରର ଚାରି ଦ୍ୱାର, ଧର୍ମ, ଅର୍ଥ, କାମ, ମୁଖ୍ୟ। ଆମର କେଉଁ ଦ୍ୱାରରେ କିଏ ଯିବ ଏବଂ କେଉଁ ଦ୍ୱାର ବାଟେ କିଏ ଆସିବ, ଏଇଟା ଆମର ନିର୍ଦ୍ଧାରଣ ଅଛି। ଆମର ଯଦି ଗଜପତି ସେବା କରିବାକୁ ଯିବେ ତାହେଲେ ସିଂହଦ୍ୱାରରେ ଯିବେ, ଯଦି ଦର୍ଶନ କରିବା ଉଦ୍ଦେଶ୍ୟରେ ଯିବେ ତାହେଲେ ଦକ୍ଷିଣ ଦ୍ୱାରରେ ଯିବେ। ଆମର ସିଂହଦ୍ୱାରଟା ହେଲା ଧର୍ମର ଦ୍ୱାର। ସେ ସମସ୍ତ ଭକ୍ତମାନେ ସିଂହଦ୍ୱାରରେ ମନ୍ଦିରକୁ ପ୍ରବେଶ କରନ୍ତି। ଆମର ଧର୍ମ, ଅର୍ଥ, କାମ, ମୁଖ୍ୟ। ଆମର ଦକ୍ଷିଣ ଦ୍ୱାର ହେଲା ଅର୍ଥର ଦ୍ୱାର, ଅଶ୍ୱଦ୍ୱାର। ଚାରି ଜନ୍ତୁଙ୍କୁ ମଧ୍ୟ ଆମର ଚାରି ଦ୍ୱାରରେ ସ୍ଥାନାନ୍ତରିତ କରାଯାଇଛି। ସିଂହ ପୂର୍ବ ଦ୍ୱାରରେ, ଦକ୍ଷିଣ ଦ୍ୱାରରେ ଘୋଡ଼ା, ଅସ୍ଥି, ଅଶ୍ୱ ଏବଂ ପଶ୍ଚିମ ଦ୍ୱାରରେ ବ୍ୟାଘ୍ର ଦ୍ୱାର, ଯେଉଁଟାକି ଧର୍ମ, ଅର୍ଥ, କାମ। ମୁଖ୍ୟ ଦ୍ୱାରରେ ହାତୀ। ଆମର ଉତ୍ତର ଦ୍ୱାର ଯେଉଁଟା ମୁଖ୍ୟ ଦ୍ୱାର, ସେଥିରେ ହାତୀ, ସେଥିରେ କୋଇଲି ବୈକୁଣ୍ଠ ଅବସ୍ଥାପିତ। ଆପଣଙ୍କର ଚାରିଦ୍ୱାର କରୋନା ପରଠୁ ବନ୍ଦ ହୋଇଯାଇଥିଲା। ଏହି ସରକାର ଦାୟିତ୍ୱ ନେବାର 24 ଘଣ୍ଟା ଭିତରେ ଚାରିଦ୍ୱାର ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲି ଦେଇଛନ୍ତି ଏବଂ ଚାରିଦ୍ୱାର ଖୋଲିଯିବା ପରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁକା ବହୁତ ଅସୁବିଧା ହେଉଛି। କାରଣ ଗୋଟେ ଦ୍ୱାରରେ ଲୋକ ଆସୁଥିଲେ, କାରଣ ଭିତରକୁ ଗର୍ଭଗୃହକୁ ଯିବାକୁ ହେଲେ, ଦର୍ଶନ କରିବାକୁ ହେଲେ, ଭିତର କାଠ ପର୍ଯ୍ୟନ୍ତ ଯିବାକୁ ହେଲେ ଗୋଟିଏ ଦ୍ୱାର ଦେଇକି ଯିବେ। ସେଥିପାଇଁ ଚାରିଦ୍ୱାରରେ ଯେଉଁ ଲୋକ ମନ୍ଦିର ଭିତରକୁ ଯାଉଛନ୍ତି ବର୍ତ୍ତମାନ, ସେମାନେ ଦର୍ଶନ କଲାବେଳେ ଗୋଟେ ଦ୍ୱାର ପାଖରେ ଭିଡ଼ ହେଉଛି। ସେଥିପାଇଁକା ମନ୍ଦିର ପ୍ରଶାସନ, ସେବାୟତ ଏବଂ ପ୍ରତିହାରୀ ସମସ୍ତଙ୍କର ଭିତରେ ବର୍ତ୍ତମାନ ଆଲୋଚନା ଚାଲିଛି, କେମିତି ଚାରି ଦ୍ୱାରରେ ବାଟେ ଭକ୍ତମାନେ ଆସିଲେ ମଧ୍ୟ ଦର୍ଶନ ସୁଚାରୁ ରୂପେ କରିପାରିବେ ପ୍ରଭୁଙ୍କୁ। ସେ ବାବଦରେ ବର୍ତ୍ତମାନ ମନ୍ଦିର ପ୍ରଶାସନ ତାର ତଦାରଖ ଏବଂ ତାର ଅନୁସନ୍ଧାନ, ତାର କାର୍ଯ୍ୟକ୍ରମ ଚାଲୁ ରଖିଛି। ବର୍ତ୍ତମାନ ଏଇ ଯେଉଁ ଚାରିଦ୍ୱାର ଦେଇ ଯେ ପ୍ରଥମ ଦ୍ୱାର ଦେଇ ଯାଉଥିଲେ, ମୁଖ୍ୟ ଦ୍ୱାର ଦେଇ ଯାଉଥିଲେ, ଧର୍ମ ଆଶାରେ ଯାଉଥିଲେ, ବା ଚାରୋଟି ଯେଉଁ ଆମର ଧର୍ମ, ଅର୍ଥ, କାମ, ମୁଖ୍ୟ ଅଛି ସେଇ ଆଶାରେ ଯାଉଥିଲେ। ବର୍ତ୍ତମାନ ଯେଉଁ ତିନି ଦ୍ୱାର ଖୋଲିଲା ସେମାନେ ପଶୁଛନ୍ତି, ତାଦ୍ୱାରା ଏ ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନଙ୍କୁ କିଛି ପ୍ରଭାବ ପଡ଼ିବାର ଆଶଙ୍କା ରହିଛି କି? କିଛି ନାହିଁ। ଯାହାର ଯେଉଁ ଦ୍ୱାର ବାଟେ ଇଚ୍ଛା ହେଉଛି ଯିବା ପାଇଁ ସେ ଦ୍ୱାର ବାଟେ ଯାଉଛି। ତାପରେ ଆମର ପୂର୍ବରୁ ଆମର ଥିଲା କାହା ଘର କେଉଁ ଦ୍ୱାର ପଟେ ଅଛି, ସେ ଦ୍ୱାର ପଟେ ମନ୍ଦିରକୁ ଭିତରକୁ ଆସିବା ପାଇଁକା ଯିବା ଆସିବା ସେମିତି କୌଣସି ପ୍ରତିବନ୍ଧକ ନାହିଁ। କିନ୍ତୁ ଆମର ଯେହେତୁ ଧର୍ମ, ଅର୍ଥ, କାମ, ମୁଖ୍ୟ ଚାରୋଟି ଦ୍ୱାରର ନାଁ ଅଛି ଏବଂ ଯେହେତୁ ସେଇଟା ଗଜପତି ମହାରାଜାଙ୍କ ପାଇଁକା ପ୍ରଯୁଜ୍ୟ ଏବଂ ନେପାଳ ରାଜାଙ୍କ ପାଇଁକା ପ୍ରଯୁଜ୍ୟ, କିଛି କାର୍ଯ୍ୟକ୍ରମ, କିଛି ସେବା ବେଳେ ସେ ଦ୍ୱାରର ମହତ୍ତ୍ୱ ଅଛି। କାରଣ ଆମର ଠାକୁର ବାହାରକୁ ବାହାରନ୍ତି ସିଂହଦ୍ୱାର ବାଟେ, ପଶନ୍ତି ସିଂହଦ୍ୱାର ବାଟେ। ଆମର ସୁଦର୍ଶନ ବିଜେ ଅଛି, ସେ ସିଂହଦ୍ୱାର ବାଟେ ବାହାରନ୍ତି, କେତେବେଳେ ପଶ୍ଚିମ ଦ୍ୱାର ବାଟେ ପଶନ୍ତି। ସେମିତିଆ ଆମର କିଛି ଦ୍ୱାର ବାବଦରେ ନିୟମ ଯେଉଁଟାକି ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି, ସେହି ଅନୁସାରେ ଆମର ଚାରିଦ୍ୱାରର ଚାରି ମାହାତ୍ମ୍ୟ। ଆପଣଙ୍କର ନବକଳେବର ସମୟରେ ଦାରୁ ଶଗଡ଼ି ଆସିବ ଉତ୍ତର ଦ୍ୱାର ବାଟେ, ଉତ୍ତର ଦ୍ୱାର ବାଟେ ଆସି କୋଇଲି ବୈକୁଣ୍ଠରେ ରହିବ। ସେଥିପାଇଁକା ଉତ୍ତର ଦ୍ୱାର ତାର ଧର୍ମ ମୁଖ୍ୟ ଦ୍ୱାର ତାକୁ କୁହାଯାଉଛି। ସେଠି ପ୍ରଭୁଙ୍କର ସଂସାନ ସମାଧି ସ୍ଥାନ ଅଛି। ତେଣୁ ବର୍ତ୍ତମାନ ଏଇ ଯେଉଁ ଚାରିଦ୍ୱାର ଖୋଲା ହେଇଛି, କିଛି ଅସୁବିଧା ଚାଲିଛି? କିଛି ଅସୁବିଧା ନାହିଁ। ଚାରିଦ୍ୱାର ଭକ୍ତମାନଙ୍କ ଅପେକ୍ଷା ପୂର୍ବରୁ ଖୋଲା ଥିଲା, ବର୍ତ୍ତମାନ ସରକାର ଖୋଲିଛି, କିଛି ଅସୁବିଧା ନାହିଁ। କିନ୍ତୁ ଯେହେତୁ ସଂଖ୍ୟା ଅଧିକ, ଭକ୍ତଙ୍କ ସଂଖ୍ୟା ଏଇ ଯେଉଁ କରିଡର ହେବା ପରେ ବଢ଼ିଯାଇଛି, ସେଥିପାଇଁ
ଏଇ ଯେଉଁ ଚାରିଦ୍ୱାର ବାଟେ ଭକ୍ତମାନେ ଯାଉଛନ୍ତି ତାଙ୍କୁ ଭିତରେ ଗୋଟେ ଦ୍ୱାର ଭିତରେ କେମିତି ଭଲ ଭାବରେ ଦର୍ଶନ କରିପାରିବେ ସେ ବାବଦରେ ବର୍ତ୍ତମାନ ପ୍ରଶାସନର ସରକାରଙ୍କର ଜିଲ୍ଲା ପ୍ରଶାସନର ବର୍ତ୍ତମାନ ସେଇଟା ବର୍ତ୍ତମାନ ମୁଣ୍ଡରେ ମୁଖ୍ୟ ଦାୟିତ୍ୱ ରହିଛି। ଆଗକୁ ମଧ୍ୟ ସୁବିଧା ହେବାର ଭକ୍ତମାନଙ୍କ ଦର୍ଶନ ଲାଗି ନିଶ୍ଚିତ ସୁବିଧା ଭାବରେ ହେବାର ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରଶାସନ ତାକୁ କରିବ। ଜଗନ୍ନାଥ ନିଶ୍ଚୟ ଡାକ ଶୁଣିବ, ସମସ୍ତ ଭକ୍ତଙ୍କୁ ଦେଖାଦେବେ। ନିଶ୍ଚିତ ଭାବରେ ବର୍ତ୍ତମାନ ତ ଦେଖା ଦେଉଛନ୍ତି ଭକ୍ତମାନଙ୍କୁ ନେଇକିରି ଶ୍ରୀମନ୍ଦିର, ଭକ୍ତମାନଙ୍କର ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ମହାପ୍ରସାଦ, ଭକ୍ତମାନଙ୍କୁ ଛାଡ଼ିକିରି ଶ୍ରୀମନ୍ଦିର କେବେ ତାର ଶ୍ରୀବୁଦ୍ଧି ହେଇନାହିଁ ଏବଂ ଏ ଠାକୁର ହେଲେ ଭକ୍ତଙ୍କର। ସେଥିପାଇଁକା ସେ ରଥଯାତ୍ରା ଆପଣଙ୍କର ପତିତପାବନ ଯାତ୍ରା କରିକିରି ସେ ନିଜେ ଓହ୍ଲେଇ ଆସୁଛନ୍ତି ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଏଇ ଭକ୍ତମାନଙ୍କ ପାଇଁ ନା ଆଉ କାହା ଉଦ୍ଦେଶ୍ୟରେ ଆସୁଛନ୍ତି। ଆପଣଙ୍କର ଏଇ ଯେଉଁ ସୂଚନା ଆଉ ଏଇ ଯେଉଁ ଅକୁହା କଥାଟାକୁ ଆପଣ କହିଦେଲେ ଚାରିଦ୍ୱାର ବିଷୟରେ, ସେଥିପାଇଁ ଆପଣଙ୍କୁ ବାସ୍ତବ ପ୍ରାର୍ଥନା ପାଖରୁ ଅନେକ ଅନେକ ଧନ୍ୟବାଦ ମଧ୍ୟ। ଧନ୍ୟବାଦ। ଜୟ ଜଗନ୍ନାଥ।